ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କେନ୍ଦ୍ରୀୟ ବଜେଟ୍ ସମ୍ପର୍କିତ ବିକଶିତ ଭାରତ ଅଭିମୁଖେ ଯାତ୍ରା ଶୀର୍ଷକ ସମ୍ମିଳନୀର ଆଜି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀ କୋଚିଂ ସେଣ୍ଟରରେ ଆଇଏଏସ୍ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ କମିଟି ଗଠନ କଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ପ୍ୟାରିସ୍ ଅଲିମ୍ପିକ୍ସରେ ବନ୍ଧୁକ ଚାଳନା ଦଳଗତ ପର୍ଯ୍ୟାୟରେ ଦକ୍ଷିଣ କୋରିଆ ସହ ପ୍ରତିଦ୍ୱନ୍ଦିତା କରିବ ଭାରତ। ସଂରକ୍ଷଣ ଆନ୍ଦୋଳନରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଆଜି ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରୁଛି ବାଂଲାଦେଶ। ଏବଂ ଟି-20 କ୍ରିକେଟ ଶୃଙ୍ଖଳାରେ ଆଜି ଅନ୍ତିମ ମ୍ୟାଚ୍ରେ ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା। କେନ୍ଦ୍ର ବଜେଟ୍ 2024-25 ପରେ ବିକଶିତ ଭାରତ ଅଭିମୁଖେ ଯାତ୍ରା ଶୀର୍ଷକ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ବୋଧନ ଦେବେ। କନଫେଡେରେସନ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି CII ପକ୍ଷରୁ ଏହି ସମ୍ମିଳନୀ ଆୟୋଜନ କରାଯାଇଛି। ଶିଳ୍ପର ଭୂମିକା ଏବଂ ଅଭିବୃଦ୍ଧି ପାଇଁ ସରକାରଙ୍କ ବ୍ୟାପକ ଆଭିମୁଖ୍ୟ ନିମନ୍ତେ ଏକ ଢାଞ୍ଚା ଉପସ୍ଥାପନ କରିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ। ଏହି ସମ୍ମିଳନୀରେ ଶିଳ୍ପ, ସରକାରୀ, କୂଟନୈତିକ ସମୁଦାୟ ଏବଂ ଥିଙ୍କ ଟ୍ୟାଙ୍କରୁ 1000ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବେ। ରାଜଧାନୀ ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗରରେ ଥିବା ଏକ କୋଚିଂ ସେଣ୍ଟରରେ ଆଇଏଏସ୍ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏକ କମିଟି ଗଠନ କରିଛି। ଏହି କମିଟି କାରଣ ଯାଞ୍ଚ, ଦାୟିତ୍ୱ ନିର୍ଦ୍ଧାରଣ, ପଦକ୍ଷେପ ଗ୍ରହଣ ଏବଂ ନୀତିରେ ପରିବର୍ତ୍ତନ ପାଇଁ ସୁପାରିଶ କରିବ। ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କୁହାଯାଇଛି, ଏହି କମିଟିରେ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ, ଦିଲ୍ଲୀ ସରକାରଙ୍କ ଗୃହ ବିଭାଗର ପ୍ରମୁଖ ସଚିବ, ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସିପି, ଅଗ୍ନିଶମ ପରାମର୍ଶଦାତା ଏବଂ ଅନ୍ୟମାନେ ରହିବେ। କମିଟି 30 ଦିନ ମଧ୍ୟରେ ରିପୋର୍ଟ ଦେବ। ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଦିଲ୍ଲୀର ଆଇଏଏସ୍ କୋଚିଂ ସେଣ୍ଟରରେ ପ୍ରାଣ ହରାଇଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ 10 ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗରରେ ଥିବା ଏକ କୋଚିଂ ସେଣ୍ଟରର ତଳ ମହଲାରେ ପାଣି ପଶିଯିବାରୁ 3 ଜଣ ଆଇଏଏସ୍ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଥିଲା। ଏହି ପାଣି ପଶିବା ଘଟଣାକୁ ନେଇ ଦିଲ୍ଲୀ ବିଜେପି ଆମ୍ ଆଦମୀ ପାର୍ଟି ମୁଖ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଉତ୍ତର ପଶ୍ଚିମ ଦିଲ୍ଲୀର ବିଜେପି ସାଂସଦ ଯୋଗେନ୍ଦ୍ର ଚାନ୍ଦୋଲିଆ କହିଛନ୍ତି, ଏହି ଘଟଣା ପାଇଁ ଦିଲ୍ଲୀ ସରକାର ଦାୟୀ। ସେମାନେ ଦିଲ୍ଲୀ ସରକାର ଏବଂ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନକୁ ଭଙ୍ଗ କରିବାକୁ ଦାବି କରିଛନ୍ତି। ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବା ଅଭିଯୋଗ କରିଛନ୍ତି ଯେ ଦିଲ୍ଲୀ ସରକାରଙ୍କ ଅବହେଳା ଯୋଗୁଁ ସହରର ଛାତ୍ରଛାତ୍ରୀମାନେ ପ୍ରାଣ ହରାଉଛନ୍ତି। ଯଦି ଅଧିକାରୀମାନେ ତାଙ୍କ ନିର୍ଦ୍ଦେଶ ପାଳନ କରୁନାହାନ୍ତି, ତେବେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀମାନେ ଇସ୍ତଫା ଦିଅନ୍ତୁ ବୋଲି ସେ କହିଛନ୍ତି। ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଦେବେନ୍ଦ୍ର ଯାଦବ ମଧ୍ୟ ଏହି ଘଟଣାକୁ ନେଇ ଦିଲ୍ଲୀ ସରକାରଙ୍କୁ ସମାଲୋଚନା କରିଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି, ଯେଉଁ ଅଧିକାରୀଙ୍କ ଅବହେଳା ଯୋଗୁଁ ଏହି ଘଟଣା ଘଟିଛି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଅନ୍ୟପକ୍ଷରେ ନିୟମ ଉଲ୍ଲଂଘନ ଅଭିଯୋଗରେ ଦିଲ୍ଲୀ ମହାନଗର ନିଗମ ପୁରୁଣା ରାଜେନ୍ଦ୍ର ନଗର ଓ ମୁଖାର୍ଜୀ ନଗରର କେତେକ କୋଚିଂ ଅନୁଷ୍ଠାନକୁ ସିଲ୍ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ମଧ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ MSME ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପ୍ରତିରକ୍ଷା ସଚିବ ଗିରିଧର ଆର୍ମାଣେଙ୍କ ଉପସ୍ଥିତିରେ ପ୍ରତିରକ୍ଷା ଉତ୍ପାଦନ ବିଭାଗର ଅତିରିକ୍ତ ସଚିବ ଏବଂ NICର ପରିଚାଳନା ନିର୍ଦ୍ଦେଶକ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି। ପ୍ରତିରକ୍ଷା କ୍ଷେତ୍ରରେ MSME ଗୁଡ଼ିକୁ NIC ପ୍ଲାଟଫର୍ମ ମାଧ୍ୟମରେ ଉତ୍ପାଦନଶୀଳ ପୁଞ୍ଜି ସଂଗ୍ରହ କରିବାରେ ସହାୟକ କରିବା ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ। ପ୍ଲାଟଫର୍ମ ବିଭିନ୍ନ ପ୍ରକାର ନିବେଶକଙ୍କଠାରୁ ପୁଞ୍ଜି ସଂଗ୍ରହ ପାଇଁ ଅଭିନବ ଏବଂ ବ୍ୟବହାରିକ ବିକଳ୍ପ ପ୍ରଦାନ କରିବ। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଏହି ବୁଝାମଣାପତ୍ର 5 ବର୍ଷ ପାଇଁ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ଉଭୟ ବିଭାଗ NIC ଇମର୍ଜ ପ୍ଲାଟଫର୍ମରେ ପାଣ୍ଠି ସଂଗ୍ରହ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ସହିତ ଏକ ବ୍ୟାପକ ସଚେତନତା ଅଭିଯାନ ଚଳାଇବ। ଇଂରାଜୀ ଚ୍ୟାନେଲରେ ଏକାକୀ ପହଁରିବାରେ ଜିଆ ରାୟ ବିଶ୍ୱର ସର୍ବକନିଷ୍ଠ ଏବଂ ଦ୍ରୁତତମ ମହିଳା ପାରା ସୁଇମର ହୋଇଛନ୍ତି। 16 ବର୍ଷୀୟ ଭିନ୍ନକ୍ଷମ ଜିଆ ଜୁଲାଇ 28ରୁ 29 ତାରିଖ ମଧ୍ୟରେ ଇଂଲଣ୍ଡର ଆପ୍ଟସ୍ କ୍ଲିଫ୍ଠାରୁ ଫ୍ରାନ୍ସର ପଏଣ୍ଟ ଡେ ଲା କଟେଡୁନ୍ ପର୍ଯ୍ୟନ୍ତ 17 ଘଣ୍ଟା 25 ମିନିଟ୍ରେ 34 କିଲୋମିଟର ଦୂରତା ଅତିକ୍ରମ କରିଥିଲେ। ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଜିଆ ଜଣେ ଅନ୍ତର୍ଜାତୀୟ ଓପନ ୱାଟର ପାରା ସନ୍ତରଣକାରୀ ଏବଂ ଖୋଲା ପାଣି ସନ୍ତରଣରେ ବିଶ୍ୱ ରେକର୍ଡ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ପ୍ୟାରିସ୍ ଅଲିମ୍ପିକ୍ସ 2024। ପ୍ୟାରିସ୍ ଅଲିମ୍ପିକ୍ସରେ 10 ମିଟର ଏୟାର ପିସ୍ତଲ ଦଳଗତ ଟିମ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ପାଇଁ ମନୁ ଭାକର ଏବଂ ସରବଜୋତ ସିଂ ଆଜି ଦକ୍ଷିଣ କୋରିଆ ସହ ପ୍ରତିଦ୍ୱନ୍ଦିତା କରିବେ। ଭାରତୀୟ ସମୟ ଅପରାହ୍ନ 1ରେ ଲି ୱାନ୍ ହୋ ଏବଂ ଓ ୟେଜିନ୍ଙ୍କ ବିପକ୍ଷରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଏହା ପୂର୍ବରୁ ମନୁ ଭାକର ପ୍ରଥମ ଭାରତୀୟ ମହିଳା ସୁଟର ଭାବେ 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଥିଲେ। ଅପରାହ୍ନ 12:30ଟାରୁ ଆରମ୍ଭ ହେବାକୁ ଥିବା ପୁରୁଷ ଟ୍ରାପ୍ ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ଦିନରେ ଟ୍ରାପ୍ ସୁଟର ପୃଥ୍ୱୀରାଜ ଟଣ୍ଡନ ପ୍ରତିଦ୍ୱନ୍ଦିତା କରିବେ। 2018 ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଶ୍ରେୟସୀ ସିଂ ଏବଂ ଟ୍ରାପ୍ରେ କୋଟା ହାସଲ କରିଥିବା ରାଜେଶ୍ୱରୀ ସିଂ ଗୋଟିଏ ସମୟରେ ନିଜର 2 ଦିନିଆ ଯୋଗ୍ୟତା ପର୍ଯ୍ୟାୟ ଆରମ୍ଭ କରିବେ। ଅପରାହ୍ନ 2:10ରେ କ୍ୱାର୍ଟର ଫାଇନାଲରେ ପୁରୁଷ ସିଙ୍ଗଲ୍ସ ରୋଇଂରେ ବଲରାଜ ପନୱାର ସେମିଫାଇନାଲ ଖେଳିବେ। ଭାରତୀୟ ପୁରୁଷ ହକି ଦଳ 2016 ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନା ସହ 1-1 ଗୋଲରେ ମ୍ୟାଚ୍ ଡ୍ର କରିବା ପରେ ଆଜି ଅପରାହ୍ନ 4:45ରେ ପୁଲ୍ ବି ମ୍ୟାଚ୍ରେ ଆୟାରଲ୍ୟାଣ୍ଡ ସହ ମୁକାବିଲା କରିବ। କ୍ୱାର୍ଟର ଫାଇନାଲ ଆଶା ବଜାୟ ରଖିବାକୁ ହେଲେ ନିମ୍ନ ସ୍ଥାନରେ ଥିବା ଦଳ ବିପକ୍ଷରେ ଭାରତ ପାଇଁ ବିଜୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତୀରଚାଳନାରେ ଭାରତୀୟ ପୁରୁଷ ଓ ମହିଳା ଦଳ ଖରାପ ପ୍ରଦର୍ଶନ ପରେ ବ୍ୟକ୍ତିଗତ ଇଭେଣ୍ଟରେ ବିଜୟ ହାସଲ ଲାଗି ଚେଷ୍ଟା କରିବେ। ଆଜି ଅପରାହ୍ନ 5:14ରୁ ଆରମ୍ଭ ହେବାକୁ ଥିବା ବ୍ୟକ୍ତିଗତ ଇଭେଣ୍ଟର ପ୍ରଥମ ରାଉଣ୍ଡରେ ସମସ୍ତ 6 ଜଣ ତୀରନ୍ଦାଜ ଖେଳାଳି ଭାଗ ନେବେ। ବାଂଲାଦେଶ ସରକାର ଆଜି ସଂରକ୍ଷଣ ଆନ୍ଦୋଳନ ସମୟରେ ଦେଶବ୍ୟାପୀ ହିଂସାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତ୍ୟୁକୁ ନେଇ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରୁଛି। ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। କ୍ୟାବିନେଟ୍ ସଚିବ ମହମ୍ମଦ ମେହବୁବ ହୁସେନ କହିଛନ୍ତି ଯେ ସଚିବାଳୟରେ ସମସ୍ତ ଲୋକ କଳା ବ୍ୟାଚ୍ ପିନ୍ଧିବେ ଏବଂ ମସଜିଦ୍ ଏବଂ ମନ୍ଦିରରେ ପ୍ରାର୍ଥନା କରାଯିବ। ସେଠାକାର ଗୃହମନ୍ତ୍ରୀ ଆଜାଦୁଜ୍ଜମାନ ଖାନ୍ କହିଛନ୍ତି ସଂରକ୍ଷଣ ଆନ୍ଦୋଳନ ସମୟରେ ହୋଇଥିବା ହିଂସାକାଣ୍ଡରେ 150 ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ସେଠାକାର ଶିକ୍ଷାମନ୍ତ୍ରୀ ମହିବୁଲ ହାସନ ଚୌଧୁରୀ କହିଛନ୍ତି ଯେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଖୋଲିବା ନେଇ ସରକାର ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାନ୍ତି। କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଆଇଆଇଟି ଦିଲ୍ଲୀରେ ଆଇଡିଆଜ୍ ଫର୍ ଲାଇଫ୍ର ଶୁଭାରମ୍ଭ କରିଛନ୍ତି। ଏହା ପରିବେଶ ଅନୁକୂଳ ଜୀବନଶୈଳୀ ସହିତ ଜଡ଼ିତ ଆଚରଣଗତ ପରିବର୍ତ୍ତନକୁ ପ୍ରେରଣା ଦେଉଥିବା ଉତ୍ପାଦ ଏବଂ ସେବା ସମ୍ବନ୍ଧୀୟ ଅନଲାଇନ୍ ଚିନ୍ତାଧାରା ଓ ଉଦ୍ଭାବନକୁ ଆମନ୍ତ୍ରଣ କରିବ। ଏହି ଅବସରରେ ଛାତ୍ରଛାତ୍ରୀ, ଗବେଷକ, ଶିକ୍ଷକ ଓ ଉଦ୍ଭାବକମାନଙ୍କୁ ଅଭିନବ ଓ ପଥ ପ୍ରଦର୍ଶକ ଚିନ୍ତାଧାରା ଆଣିବାକୁ ସେ ଆହ୍ୱାନ ଦେଇଛନ୍ତି। ଭେନେଜୁଏଲାର ରାଷ୍ଟ୍ରୀୟ ନିର୍ବାଚନ ପରିଷଦ ନିକୋଲାସ ମାଦୁରୋଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ଘୋଷଣା କରିଛି। ମାଦୁରୋ ତୃତୀୟ ଥର ପାଇଁ ଭେନେଜୁଏଲାର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। 80% ମତଦାନ ଗଣନା ପରେ ରାଷ୍ଟ୍ରପତି ମାଦୁରୋ 51% ଭୋଟ୍ ପାଇଛନ୍ତି ବୋଲି ନିର୍ବାଚନ ପରିଷଦର ମୁଖ୍ୟ ଏଲଭିସ୍ ଆମୋରୋସ୍ କହିଛନ୍ତି। ମାଦୁରୋଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ 44% ଭୋଟ୍ ପାଇଛନ୍ତି। ଅନ୍ୟପକ୍ଷରେ ନିର୍ବାଚନ ପରିଷଦର ଏହି ଘୋଷଣାକୁ ଜାଲିଆତି ବୋଲି କହିବା ସହ ନିର୍ବାଚନ ଫଳାଫଳକୁ ନେଇ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ବିରୋଧୀ କହିଛନ୍ତି। ଅମରନାଥ ଗୁମ୍ଫାକୁ ତୀର୍ଥଯାତ୍ରା କରିବା ପାଇଁ ଜମ୍ମୁର ଭଗବତୀ ନଗର ଯାତ୍ରୀନିବାସ ମୂଳ କ୍ୟାମ୍ପରୁ 1477 ତୀର୍ଥଯାତ୍ରୀଙ୍କର ଆଉ ଏକ ଦଳ କାଶ୍ମୀର ଉପତ୍ୟକା ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଆଜି ସକାଳେ ତୀର୍ଥଯାତ୍ରୀମାନେ 52 ଦଳରେ ବାହାରିଛନ୍ତି। ଏହି ଦଳରେ 1142 ଜଣ ପୁରୁଷ, 254 ଜଣ ମହିଳା, 3 ଜଣ ଶିଶୁ, 66 ଜଣ ସାଧୁ ଓ 12 ଜଣ ସାଧ୍ୱୀ ରହିଛନ୍ତି। ଶ୍ରୀଲଙ୍କା ବିପକ୍ଷ 3 ମ୍ୟାଚ୍ ବିଶିଷ୍ଟ ଟି20 ଶୃଙ୍ଖଳାରେ ଅଗ୍ରଣୀ ହାସଲ କରିଥିବା ଟିମ୍ ଇଣ୍ଡିଆ ଆଜି ସନ୍ଧ୍ୟା 7ଟାରେ ତୃତୀୟ ତଥା ଅନ୍ତିମ ଟି20 ମ୍ୟାଚ୍ ପାଇଁ ପ୍ରସ୍ତୁତି ଚଳାଇଛି। ଶ୍ରୀଲଙ୍କାର ପାଲକେଲ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ। ଦ୍ୱିତୀୟ ଟି20ରେ ଭାରତୀୟ ଦଳ ବିଜୟ ହାସଲ କରି ନୂଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ସିରିଜ୍ ହାତେଇ ନେଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। କେନ୍ଦ୍ରୀୟ ବଜେଟ୍ ସମ୍ପର୍କିତ ବିକଶିତ ଭାରତ ଅଭିମୁଖେ ଯାତ୍ରା ଶୀର୍ଷକ ସମ୍ମିଳନୀର ଆଜି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀ କୋଚିଂ ସେଣ୍ଟରରେ ଆଇଏଏସ୍ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ କମିଟି ଗଠନ କଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ପ୍ୟାରିସ୍ ଅଲିମ୍ପିକ୍ସରେ ବନ୍ଧୁକ ଚାଳନା ଦଳଗତ ପର୍ଯ୍ୟାୟରେ ଦକ୍ଷିଣ କୋରିଆ ସହ ପ୍ରତିଦ୍ୱନ୍ଦିତା କରିବ ଭାରତ। ସଂରକ୍ଷଣ ଆନ୍ଦୋଳନରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଆଜି ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରୁଛି ବାଂଲାଦେଶ। ଏବଂ ଟି20 କ୍ରିକେଟ ଶୃଙ୍ଖଳାରେ ଆଜି ଅନ୍ତିମ ମ୍ୟାଚ୍ରେ ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା। ସମ୍ବାଦ ଶେଷ ହେଲା।